କୁହନ୍ତୁ କ'ଣ ପାଇଁ ଦୁଃଖୀ ଅଛନ୍ତି? ଗୁରୁଦେବ ପୁରା ପରିବାର ବର୍ବାଦ ହେଇଗଲା। କୌଣସି କାମ କେହି କରୁନାହାନ୍ତି। ଆତ୍ମା ପୁରେଇ ଦେଇଛନ୍ତି ଲୋକଙ୍କ ଦେହରେ। ସମସ୍ତେ ପାଗଳଙ୍କ ଭଳି କଥାବାର୍ତ୍ତା କରୁଛନ୍ତି। କେହି ଜଣେ ତାନ୍ତ୍ରିକ ବୋଧହୁଏ ତନ୍ତ୍ର କରିଦେଇଛି। ସମସ୍ତେ ବର୍ବାଦ ହେଇଗଲୁଣି ବାବା। ଆର୍ଥିକ ସମସ୍ୟା ଲାଗି ରହୁଛି। ପୁରା ପରିବାର ବର୍ବାଦ ହେଇଗଲାଣି ସେଇ ତନ୍ତ୍ର ଦ୍ୱାରା। ପିଲାମାନଙ୍କର ବି ବାହାଘର ହେଇପାରୁନି ଗୁରୁଦେବ। ବହୁତ ଦିନ ହେଲା ଅଟକି ରହିଛି। ଦେଖନ୍ତୁ ସର୍ବେଶ୍ୱର ବାବୁ, ଆଜ୍ଞା ଆପଣ ବହୁତ ଅଧିକ ସମସ୍ୟାରେ ଅଛନ୍ତି। ଆପଣଙ୍କର ଜୀବନ ଦୁଃଖଦାୟୀ ହୋଇସାରିଛି। ଆଜ୍ଞା ଆତ୍ମହତ୍ୟା କରିବା ପରି ନକାରାତ୍ମକ ବିଚାର ଆସୁଛି, କିନ୍ତୁ ଆତ୍ମହତ୍ୟା କରିବେ ନାହିଁ ଆପଣ। ଠିକ ଅଛି, ସବୁ ବର୍ବାଦ ହେଇସାରିଛି, ଆଜ୍ଞା କିନ୍ତୁ ମାତାରାଣୀଙ୍କ ଆଶୀର୍ବାଦ ଅଛି, ଜୀବନ ସୁଖମୟ ମଧ୍ୟ ହେବ। ପୂର୍ବରୁ ଯେଉଁ ତନ୍ତ୍ର ହୋଇ ଆସୁଥିଲା ତାହା 32 ବର୍ଷ ପୁରୁଣା ତନ୍ତ୍ର ଏବଂ ତାହାକୁ କରିବା ବାଲା କେହି ପର ନୁହନ୍ତି, ଆପଣଙ୍କ ଘରେ ଥିବା ଗୋଟିଏ ଶକ୍ତି, ଆଜ୍ଞା ଯେ କି ଆପଣଙ୍କ ଜୀବନର ଏବଂ ଆପଣଙ୍କର ପାରିବାରିକ ସମସ୍ତ ସୁଖକୁ ସମାପ୍ତ କରୁଛି। ଜୀବନର ସୁଖ, ପାରିବାରିକ ସୁଖ ଆଉ ଗୃହର ସବୁ ସଦସ୍ୟଙ୍କୁ ମଧ୍ୟ ସେ ହଇରାଣ କରୁଛି। ଏବଂ ସିଏ ବସିଛି, ଯିଏ ସେ ହେଉଛି ଗୋଟେ ପୀର। କିଏ ସିଏ? ପୀର। ପୀର ଜଣେ ବସିଛି, ଯେ କି ଜାଣିବା ଶୁଣିବା ଏବଂ ଆପଣ ଯୁଆଡ଼େ ମଧ୍ୟ ଯାଉଛନ୍ତି ସେ ତୁରନ୍ତ ଆପଣଙ୍କୁ ବନ୍ଧନ କରିଦେଉଛି। କେଉଁଠି ଯଦି ଆପଣ ଚିକିତ୍ସା ପାଇଁ ଯିବେ ସେ ବନ୍ଧନ ବାଣ ମାରିଦେବ। ତାର ପ୍ରଭାବରେ ଆମ ପରିବାରକୁ ସେ ବର୍ବାଦ କରିସାରିଲାଣି ହଁ, ପୁରା।